देखी नियंतु बाबू ये विधवार मुहको तू परा मोरा सुना भौणी तू परा मोरा सुना भौणी मोते घर छाई आसुलो जे तेरे छोड़ बतास अलगा गबा नहीं ते घर छाई अलगा गबा देखी चुकी के कह सुख दुख रे भाई पाखरे रही बे देख खुशी रे के मुखी कथा दे जीवनी रुचि खुशी रे के मुखी कथा दे जीवनी रुचि ए पुकार दे कुछ रखे सुप्रवस्त्र परिहिता कैसा निनिया सा छिटे जाउछे सही तोरा शून्य मता देखी तोरा खोला हाथ ए रखे एक तोरा बेस पड़े एक तोरा बेसा सब पर मो भाग्यर खेल मो भाग्यर जाए से सब तो घटी आसुची तू कौन तू ही कहीं मो दुख रे सुख रे प्रतिभूत तू भाई राखे कहू कहू एते बड़ कथा कहीदेलु अरे मो परा तो बड़ भाई तोर कौन पड़े नहीं पड़े सही हम बाल्य दिन कहानी सही हम राज्य महलर कथा आम राजमहल रे तू दिने राजा राणी है सुना कटई रे केल केलुलु आज साजी गलु ए दुनिया आखिरे ए समाज आखिरे तू गोटे भिकार रे रानी रू सजीलो तू भिकारुणी दिन मिचर मिचर तोते मुझे के कंदे दिन मिचर मिचर तोते मुझे के कंदे सतरी कालू चुआती लुह तुकुनी रानी रुसाजिलू तू भी करूनी भौणी को भाई
ବିଲାତି ଦିନରୁ ଆମେ ଦୁଇ ଭାଇ ଭଉଣୀ ମା ବାପା ଚଣ୍ଡା ହେଇଗଲେ। ଆଉ ଏଇ ସମୟରେ ତତେ ଦେଖିବାକୁ ପଡୁଛି ଏଇ ତ ସୁନା ରାଖି ଭଉଣୀର ଏଇ ବିଧବା ଏଥିରେ ବା ଆମେ କାହାକୁ ଦୋଷ ଦବା? ଏସବୁ ପରେ ଆମ ଭାଗ୍ୟର ଦୋଷ। କିନ୍ତୁ ପଚାରିବା ସେ ଜଗନ୍ନାଥକୁ ପଚାରିବା ଯେ ଆମେ ଦୁଇ ଭାଇ ଭଉଣୀ କାହାର କଣ ଦୋଷ କରିଛେ? ବିଲାତି ଦିନରେ ଖାଲି ଦୁଃଖ ପଚାରିବା ଭାଇ ସେଇ କାଳିଆକୁ ଆମ ଭାଗ୍ୟରେ ଆଉ କେତେ ଦୁଃଖ ଅଛି ପଚାରିବା କାଳିଆକୁ ପଚାରିବା। କାଳିଆ କେତେ ଦୁଃଖ ଦବୁ କାଳିଆ। ପାପ ଜାଣିନି କି ପୁଣ୍ୟ ଜାଣିନି ଧୂଆ କାଲି ସେ ସରେ ନାଗିଲୁ ଯନ୍ତ୍ରଣାର ଅନ୍ଧାରରେ ଦିଶୁ ନାଗି ମୁଁ ମଶାଣି ଲାଗୁଛି ଦୁନିଆ। ପାପ ଜାଣିଲି କି ପୁଣ୍ୟ ଜାଣିଲି ଧୂଆ ଖାଲି ଧୂଆ ସେ ନିଆଲେ ବୁନି ପାପ ଜାଣିଲି କି ପୁଣ୍ୟ ଜାଣିଲି ଧୂଆ ଖାଲି ଧୂଆ ସେ ନିଆଲେ ବୁନି ସରି ଲାଗି ଯନ୍ତ୍ରଣାର ଅନ୍ଧାରରେ ଦିଶୁ ନାଗି ମୁଁ ମଶାଣି ଲାଗୁଛି ଦୁନିଆ। କେତେ ଦୁଃଖ ଦବୁ କାଳିଆ କେତେ ଦୁଃଖ ଦବୁ ଯେତେ ଚେଷ୍ଟା କଲେ ସୁଦ୍ଧା ମୁଁ ତ ଆମର ସେ ସ୍ମରଣ ଶକ୍ତିକୁ ଫେରି ପାଉନି। ହେଲେ ଆଉ କେତେ ଦିନ ସେ ବାବୁଙ୍କ ଘରେ ତାଙ୍କ ମୁଣ୍ଡ ଉପରେ ମୁଁ ଏମିତି ପଛ ହେଇକି ରହିଥିଲି। ନାଇଁ ମୁଁ ଆଜି ସେ ବାବୁଙ୍କୁ କିଛି ନ ଜଣେଇକି ମୁଁ ତାଙ୍କ ଠାରୁ ବହୁତ ଦୂରକୁ ଚାଲିଯିବି। କେଉଁ ଯୁଗର ପୁରୁଣା ସମ୍ପର୍କ କାହା ପାଇଁ ସତ କାହା ପାଇଁ ମିଛ
ଅନ୍ଧାରରେ ଦିଶୁ ନାହିଁ ମୁଁ ମଶାଣି ଲାଗୁଛି ଦୁନିଆ କେତେ ଦୁଃଖ ଦବୁ ତେରେ କାଳିଆ 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 କେତେ ଦୁଃଖ ଦବୁ तेरे कालिया ରାକ୍ଷୀ ତୁ ମତେ ପଚାରୁଥିଲୁ ଭାଇ ତୁ କୋଉଠି ରହୁ ଭାଇ ତୁ କୋଉଠି ଥାଉ ହେଲେ ଆଜି ଦେଖିଲୁ ରାକ୍ଷୀ ମୋ ତ ବଡ଼ ଭାଇଟା ଏତେ ବଡ଼ ଜଙ୍ଗଲରେ କୁଟିଆ ମାରି ମୋ ଅନେକ ବର୍ଷ ବିତେଇ ଦେଇଛି କିନ୍ତୁ ଜାଣିଛୁ ରାକ୍ଷୀ ଏଇ ଜଙ୍ଗଲରେ ମୁଁ ଏକୁଟିଆ ନୁହଁ ମୋ ସହିତ ଗୋଟେ ଅଜଣା ଅଚିହ୍ନା ମଣିଷ ଅଛନ୍ତି ତୁ କଣ ତାକୁ ଦେଖିବୁ ହଁ ଭାଇ ତୁ ଯଦି ଦେଖେଇବୁ ତାହେଲେ ମୁଁ ନିଶ୍ଚୟ ସାକ୍ଷାତ କରିବି। ଠିକ ଅଛି ତୁ ସେଇଠି ବସି ପଡ ମୋ ସେ ବାବୁଟାକୁ ଏଇଠି ଡାକୁଛି ଠିକ ଅଛି ଭାଇ। ଆରେ ବସି ପଡ ଏ ବାବୁ ଆରେ କୁଆଡେ ଗଲୁ ରେ ମୋ ଡାକୁଛି ତ ବଡ ଭାଇ ତତେ କଣ ମୋ କଥାଟେ ଶୁଭୁନି କି କଣ କୋଉଠି ଶୋଇ ଯାଇଛୁ କି ଏ ପାଗଳ ବାବୁ ବାବୁ ଆପଣ କଣ ମତେ ଡାକିଲେ? ମୁଁ ଡାକିଲି ଆଉ ତୁ ମୋ ଡାକ ଶୁଣି ଏଇଠି ଚାଲି ଆସିଲୁ ହଁ ବାବୁ। ହେଲେ ଡାକିବାର ମାନେ ଜାଣିଛୁ ବାବୁ ନାଇଁ ମୁଁ ତତେ ଆଜି ଜଣେ ଲୋକଙ୍କ ସହିତ ସାକ୍ଷାତ କରାଇବି ଆଚ୍ଛା ତୁ କଣ ଦେଖିବୁ ହଁ ବାବୁ ତମେ ଯେତେବେଳେ କହୁଛ ମୁଁ ନିଶ୍ଚୟ ଦେଖିବି। କିନ୍ତୁ ଦେଖିବା ପୂର୍ବରୁ ମୁଁ ତତେ ଗୋଟେ କଥା କହିଦଉଛି ବାବୁ କଣ? ତୁ ଟିକେ ଟିକେ ପାଗଳ ତୋ ମାନସିକ ଅବସ୍ଥା ଠିକ ନାହିଁ ତୁ ଜମାରୁ ବି ମୋ ଆଗରେ ପାଗଳାମି କରିବୁନି ନାଇଁ ବାବୁ ଆପଣ ଦେଖିବେ ମୁଁ କିଛି ବି କରିବି। ତାହେଲେ ମୋ ପାଖକୁ ଆ ଆରେ ଆ ଯିବି ତ? ଏ ବାବୁ ଆ, ଏଇ ଦେଖିଲେ ବାବୁ এইটা তো জଣେ ସ୍ତ୍ରୀ ଲୋକଟା। ଇଏ କଣ ତମ ସ୍ତ୍ରୀଟା? ଆଉ ନୁହେଁ ତ କଣ ଏ ନିଶ୍ଚୟ ମୋ ଭାଉଜ ଏ ହେଇଥିବେ। ପାଗଳ ଓ ତାକୁ ଭାଉଜ ଡାକିବି। ଅପା ମୁହଁ ସମାନି କଥାବାର୍ତ୍ତା କର ଭାଉଜ ଆଉ ଯଦି ଥରେ କହିଛୁ ଏ ଭାଉଜ। ଏ ପାଗଳ ଭାଉଜ ଏ ଭାଇ ତୁ ପରେ କହିଥିଲୁ ଏ ମଣିଷ ସହିତ ସାକ୍ଷାତ କରିବି ବୋଲି ହେଲେ ଏମିତି ହଠାତ୍ ବାଡ଼େଇ ଦେଲୁ କାହିଁକି? କହିଥିଲି କିନ୍ତୁ ସେ ପଶୁଟା କଣ କହିଲା ତୁ ଶୁଣିବୁ ରାଖି ଏମିତି କଣ କହିଲେ ଯେ ହଠାତ୍ ବାଡ଼େଇ ଦେଲୁ ଭାଇ? ସେ ପଶୁଟା କହିଲା ଯେ ତତେ ମୋର ସ୍ତ୍ରୀଟା ବୋଲି ରାଖି ମୋ କଣ ତୋ ବଡ ଭାଇଟା ସହି ପାରିବେ କିନ୍ତୁ ସେ ଅଜାଣତରେ ପରେ କହୁ କହୁ କହିଦେଇଥିବେ ହେଲେ ଏମିତି ହଠାତ୍ ବାଡ଼େଇ ଦେବା କଣ ହଉଛି? ମୋ ଠିକ କରିଛେ ଆଉ ଠିକ ନିଷ୍ପତ୍ତି ନେଇଛେ ନାଇଁ ଭାଇ ଯାହା ବାড়ি ଥିଲା ତ ହେଇଯାଇଛି କିନ୍ତୁ ଆସ ଶୀଘ୍ର ଯିବା ଏ ମଣିଷକୁ ଉଠେଇବା ମୁଁ ତାକୁ ପାଣି ଉଠେଇବି ପିଇବା। ଆଉ ପାଣି ପିଇବି ହଁ ଭାଇ ମୋ ସେ ଭୁଲଟା ଥରେ କରିସାରିଛେ ସେ ଭୁଲଟା ଏବେ ମୁଁ କରିବିନି ରାଖି ତୁ ଯଦି ଆସିବୁନି ତାହେଲେ ମୁଁ ହିଁ ଯାଉଛି ଏ ମଣିଷକୁ ଉଠେଇକି ପାଣି ପିଇବି। ହଁ ଯା ତୁ ଉଠେଇକି ପାଣି ପିଇବୁ ମୁଁ ଯିବିନି ମାନେ ଯିବିନି ମୁଁ ହିଁ ଚାଲି ଯାଉଛି। হাত পাপুলিরা রেখা
কাকু দিয়ে না দেখা কেহি তো পড়ি পারে না তুই মন ভাঙ্গে লুহবি জন লাগে এ কথা সহি হুয়ে না হাত পাপুলি কাকু দিনা দেখা কেহি তো পড়ি পারে না কোন তাবু পারে তুই মন ভাঙ্গে লুহবি জন লাগে এ কথা সহি হুয়ে না কথা দেই কথা বলে লোকে মিটি দিন বিলাগু অন্ধার যেমিতি কেমিতি বঞ্চিবি কহ কেমিতি বঞ্চিবি কহ তোরি বিনা সেদিনর কথা মনে ଅଛି না মনে ଅଛି না କିଏ ଏବେ କଣ ଦେଖୁଛୁ ରାକ୍ଷୀ ତୁ ସେ ପାଗଲକୁ ମୋ ଅକରେ ଚାପୁଡି ଧରି ଅଛୁ ମୋ ତ ବଡ ଭାଇଟା କଣ ଦେଖୁଛେ ଏ ମଣିଷଟାକୁ ତୋ ପାଖରେ ଏତେ ଦିନ ଧରି ଏତେ ବର୍ଷ ଧରି ରଖିଅଛୁ ଆଉ ଏ ମଣିଷଟା କିଏ ତାଙ୍କ ପରିଚୟ କଣ ତୁ ଜାଣିନୁ ମାନେ ତୁ ତା ପରିଚୟ ଜାଣିଛୁ ହଁ, ମୁଁ ଜାଣିଛି ଭଲ ଭାବରେ ଜାଣିଛି ଏ ମଣିଷଙ୍କ ପରିଚୟ ହେ ଭଗବାନ ମୁଁ ଏତେ ବର୍ଷ ମୋ ପାଖରେ ରଖିଲି ମୁଁ ତା ପରିଚୟଟା ଜାଣିପାରିଲିନି ଆଜି ମୋ ଭଉଣୀଟା କହୁଛି ଯେ ସେ ମଣିଷର ପରିଚୟ ଜାଣିଛି ହେଲେ ରାକ୍ଷୀ ସେଇ ମଣିଷ ଏଇ ମଣିଷ ହେଉଛନ୍ତି ମୋ ସ୍ୱାମୀ ରାକ୍ଷୀ ବେଳେ ବେଳେ ଏମିତିକା ଭୁଲ ହେଇଯାଏ ଆଖି ତଳ ଲୁହ ସବୁ ଅଟପି ଯାଏ ବେଳେ ବେଳେ ଏମିତିକା ଭୁଲ ହେଇଯାଏ ଆଖି ତଳ ଲୁହ ସବୁ ଅଟପି ଯାଏ কথা দেই কথা বলে লোকে মিটি দিন বেলাগু অন্ধার যেমিতি কেমিতি বঞ্চিবি কহ তোরি বিনা সেদিনর কথা মনে ଅଛି না মনে ଅଛି না ଏ ରାକ୍ଷୀ ଆରେ ତମେ ଏଠିକି କେମିତି ଆସିଲ ଆଉ ତମକୁ ବିଧବା ବେଶ କଲା କିଏ କୁହ ସାଥୀ କିଏ କରିଛି ବିଧବା ବେଶ ମୁଁ କହିପାରିବିନି ରାକ୍ଷୀ ମୁଁ କହିପାରିବିନି ଭାଇ କିନ୍ତୁ କହିବ ତ ଜଣେ କହିବ ଆଉ ସେଇ ଜଣେ ହେଉଛି ସେଇ ସମୟ କହିବ এই বেশর কারণ কিয়ে ସମୟ କିଛି ବି କହିପାରିବନି ଲୋ ମା ଯାହା କହିବି ମୁଁ କହିବି ମା ମୁଁ କହିବି ସେଇ କାରଣ ବାବା ବାବା ପଡ଼ିଛି ଆପଣ ପଡ଼ିଏ ବେଶରେ ଆପଣଙ୍କର କଣ ହେଇଛି ବାବା
ସେ ବନ୍ଦ କୋଠରୀ ଭିତରୁ ବହୁତ କଷ୍ଟରେ ଏଠିକି ଚାଲି ଆସି ଆପଣ ଏ କ'ଣ କହୁଛନ୍ତି? ଆଉ ଆସିଲା ଭିତରେ ଯାହା କିଛି ଥିଲା ବା ହଁ ବାବା। ନିଜକୁ ନିଜେ ଧୈର୍ଯ୍ୟ ବି ଧରି ପାରିଲି ବାବା ସେଦିନ ତତେ କେତେ ଅନନ୍ୟ ବିନ ହୋଇ କହିଲି ଏଇ ରାଇଜର ରାଜା ହୁଅ ରାଜା ହୁଅ ରାଜା ହଁ ବାବା। ତୁ କହିଲୁ ବାପା ଏ ପର୍ଯ୍ୟନ୍ତ ମୋ ପୂର୍ବତନ ରାଜା ମିତ୍ରସେନ ରାଣୀ ଶାନ୍ତିଲତା ତଥା ମୋ ବାଲ୍ୟ ସାଥୀ ତପନ ଆଉ ରାକ୍ଷୀର ସନ୍ଧାନ ପାଇଛି ସେ ପର୍ଯ୍ୟନ୍ତ କଦାପି ରାଜ୍ୟରେ ରାଜା ହେବି ନାହିଁ। ହଁ ବାବା। ସେଦିନର କାହାଣୀ ଶୁଣିବୁ ତୁ। ବାବା ସେଦିନ ଥିଲା ରାକ୍ଷୀ ପୂର୍ଣ୍ଣମୀ ଉତ୍ସବ ରାକ୍ଷୀ ମାର ଜନ୍ମଦିନ ରାଜମହଲରେ ମହା ଆଡମ୍ବରରେ ପାଳନ କରାଯାଏ ସେଇ ସମୟରେ ତୋର ଏଇ ବିଶ୍ୱାସଘାତକ ବାପା ସେଇ ସମୟରେ ତୋର ଏଇ ମହାପାପୀ ବାପା ଏଇଟା ଟଙ୍କା ଧନ ସମ୍ପତ୍ତି ଲୋଭରେ ପଡି ମୋ ପ୍ରଭୁ ରାମଚନ୍ଦ୍ର ଭଳି ରାଜା ସ୍ୱର୍ଗତ ମିତ୍ର ସେନ ଆଉ ମା ସୀତା ଭଳି ଠାକୁରାଣୀ ଶାନ୍ତି ଲତାଙ୍କୁ ବିଷ ଦେଇ ହତ୍ୟା କରି ଶାନ୍ତ ହେଇଗଲ କାହିଁକି? ମାର ମାର ମତେ ମାର ମାର ମାରିଦିଅ ବାବୁ ତମେ ମାରିଦେଲେ ମୋ ପ୍ରଭୁଙ୍କର ଆତ୍ମାକୁ ଶାନ୍ତି ମିଳିଯିବ। ହେ ବାବୁ ତମେ ଯୋଉ ହାତଟା ଉଠେଇଥିଲ ବାବୁ ସେଇ ହାତର ଚାପୁଡ଼ା ଯଦି ମୋ ଗାଲରେ ବାଜି ଯାଇଥାନ୍ତା ତାହେଲେ ମୋ ପ୍ରଭୁଙ୍କର ଆତ୍ମାକୁ ଶାନ୍ତି ମିଳିଯାଏ। ରହିଗଲ କାହିଁକି? ଶାନ୍ତ ହେଇଗଲ କାହିଁକି? ଆରେ ବଡ଼ ଭାଇ ହଠାତ୍ କଥାଟା ଶୁଣିଲା ପରେ ଆପଣ କ'ଣ ପାଇଁ ମୋ ବାପାଙ୍କ ଉପରେ ହାତ ଉଠେଇଲେ? କୁହନ୍ତୁ ଭାଇ ଆପଣ ପୁଣି କ'ଣ ପାଇଁ ମୋ ବାପାଙ୍କ ଉପରେ ହାତ ଉଠେଇଲେ? ତୁ ଶୁଣିବୁ ସେ କାହାଣୀର ରହସ୍ୟ। ହଁ ଭାଇ। ମୋ ମହାରାଜ ରାଜା ମିତ୍ରସେନ ଆଉ ମହାରାଣୀ ଶାନ୍ତିଲତା ଅଛନ୍ତି ମୋ ବାପା ଆଉ ମା। ବଡ଼ ଭାଇ ଆପଣ ଏ କ'ଣ କହୁଛନ୍ତି? ମୋ ସତ କହୁଛି ବାବୁ ମୋ ଏ ଗୁଣ୍ଡା ଆତଙ୍କବାଦୀର ବେଶ ଦେଖିପାରୁଛୁ? ହଁ ଭାଇ। ମୋ ଜନ୍ମଟା କଣ ଗୋଟେ ଆତଙ୍କବାଦୀ? ନାଇଁ ଭାଇ ନାଇଁ। ମୋ ପିଠିଲି ଦିନେ এই রাজ্যর রাজপুত্র কিন্তু মো এ বেশর কারণ হচ্ছে তোরি সেই পাপি বাপা। বাবা আউরি গোটে কথা শুনিবু? ହଁ ଭାଇ। তু যে বাল্য সাথীকে খোঁজি অছু ହଁ ଭାଇ। রাজা আর রানীর পুଅ ঝিও ହଁ ଭାଇ। মো ভৌণী রাখি আউ মো হচ্ছে তো বাল্য সাথী তপ। ତମେ ତମେ ମୋ ବାଲ୍ୟ ସାଥୀ ବାବା ବାବା ମୋ ବାଲ୍ୟ ସାଥୀ ରାକ୍ଷୀ ଆଉ ତପନ ବାବା ମୋ ବାଲ୍ୟ ସାଥୀ ରାକ୍ଷୀ ଆଉ ତପନ। ହରିଚନ୍ଦ୍ର ତୁ ଯାହାଙ୍କୁ ଏତେ ଦିନ ଏତେ ବର୍ଷ ଖୋଜୁଥିଲୁ ଯାହାଙ୍କୁ ପାଇବା ପାଇଁ ତୁ ଏତେ ଦିନ ଅପେକ୍ଷା କରିଥିଲୁ ହଁ ବାବା। ଆଉ ଯାହାଙ୍କ ପାଇଁ ଆଜି ତୁ ନୂଆ ଜୀବନ ଫେରି ପାଇଲୁ ହଁ ବାବା। ସେ ଆଉ କେହି ନୁହଁ ତୋ ବାଲ୍ୟ ସାଥୀ ତୋ ପିଲାଦିନର ସାଥୀ ଶ୍ରୀମାନ ତପନ ବାବୁ ଆଉ ସେ ହଉଛନ୍ତି ମୋ ବୋହୂ ମା ରାକ୍ଷୀ। ମୋ ରାକ୍ଷୀ ଏ ମା ମୋ ସେଦିନ ତୋ ପ୍ରତି କେତେ ଅକଥନୀୟ ଅତ୍ୟାଚାର କରିଦେଲି କେତେ ଦଣ୍ଡ ଦେଇଛି ମା ଏମିତିକି ରାଜ୍ୟରୁ ତଡ଼ି ଦେଇ ତୋତେ ଭିକାରୁଣୀ ବି ସଜେଇ ଦେଲି ମୁଁ ତ କ୍ଷମା ବି ମାଗି ପାରିବି ନାହିଁ ମା ତୁ ଯଦି ବୁଢ଼ା ପୁଅ ଭାବି କ୍ଷମା କରିଦେବୁ ତାହେଲେ ତମ ଭାଇ ଭଉଣୀ ପାଦ ତଳେ ସାଷ୍ଟାଙ୍ଗ ପ୍ରଣିପାତ କରି କ୍ଷମା ଭିକ୍ଷା ମାଗିବି। ଏମିତି ଭୁଲ କଲି ମୁଁ ଯାହାର କ୍ଷମା ନାହିଁ ଏମିତି ପାପ କଲି ମୁଁ ଯାହାର ପ୍ରାୟଶ୍ଚିତ ନାହିଁ। ଏମିତି ଭୁଲ କଲି ମୁଁ ଯାହାର କ୍ଷମା ନାହିଁ ଏମିତି ପାପ କଲି ମୁଁ ଯାହାର ପ୍ରାୟଶ୍ଚିତ ନାହିଁ। ବାଜିଲାରେ ଘଣ୍ଟି ବୁଡ଼ିଲାଣି ବେଳା
जीवन रे केबे भी भूल करिबे नहीं रे चंद्र हेले हिंदू समाज रे ए दुनिया रे स्वामीटा बंची थाउ थाउ स्त्रीटा विधवा हेबो केमिति आ बापा ए शंखा और सिंदूर मो बहुमा को पिंधि मो बहुमा को तू सधबा सजेई दे आरे चंद्र आ नारी तुही देवी पुणी ममता मंदिर गणतरे परिचित सिनिगतर नारी तुही देवी पुणी ममता मंदिर गणतरे परिचित सिनिगतर तो ममता खोजे আজি सुनर संसार सुहाग सिंदूर सुहाग सिंदूर सुहाग सिंदूर सुहाग सिंदूर ए मारखी चंद्रकांत रे जाको पाई हमर सुना संस्कार भांगी चुरमार हो जाई से आउ केई नुआ रे बाबा से होचे राज्यर बेईमान विश्वासघातक चाकर सेनापति रणजित बलियाराव से कुमार से दी जनक जगो आज भांगी जाई हमर छाड़ीबानी बाबा आशा बाबा मो हाथ सहित हाथ मिसई शपथ करो आज से दुर्दांत गुण को संभुले करिबु विदा